ଆଜି ଆମେ ଏକ ଏମିତି ବିଷୟରେ କଥା ହେବା ଯାହା ବାସ୍ତବରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଭାରତର ସୁପ୍ରିମକୋର୍ଟ ଏକ ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ଲକ୍ଷ ଲକ୍ଷ ଛାତ୍ରୀଙ୍କ ସ୍କୁଲ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବାର କ୍ଷମତା ରଖେ। ହଁ, ଆମେ କଥା ହେଉଛୁ ଋତୁସ୍ରାବ ସ୍ୱାସ୍ଥ୍ୟ ବିଷୟରେ, ଯାହାକୁ ଏବେ ଏକ ସାମ୍ବିଧାନିକ ଅଧିକାରର ମାନ୍ୟତା ମିଳିଛି। ତେବେ ଚାଲନ୍ତୁ ଆହୁରି ଭଲ ଭାବରେ ବୁଝିବା ଏହାର ପ୍ରକୃତ ଅର୍ଥ କ'ଣ ଆଉ ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ହେଲେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଋତୁସ୍ରାବ, ଯାହାକି ଏକ ସାଧାରଣ ଜୈବିକ ପ୍ରକ୍ରିୟା, ତାହା ହଠାତ୍ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଏକ ସାମ୍ବିଧାନିକ ପ୍ରସଙ୍ଗ କେମିତି ହୋଇଗଲା? ଏମିତି କ'ଣ ହେଲା ଯାହାକୁ ଏତେ ଗୁରୁତ୍ୱ ଦିଆଗଲା? ଆସନ୍ତୁ ଏହାର କାରଣକୁ ଟିକେ ଗଭୀର ଭାବେ ଦେଖିବା। ଆଉ ଏହାର ଉତ୍ତର ସିଧାସଳଖ ସୁପ୍ରିମକୋର୍ଟଙ୍କ ଘୋଷଣାରେ ହିଁ ଲୁଚି ରହିଛି। କୋର୍ଟ ଏକଦମ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଆଉ ସୁବିଧା ପାଇବା କିଛି ଦୟା କିମ୍ବା ସରକାରୀ ଯୋଜନା ନୁହେଁ, ବରଂ ଏହା ହେଉଛି ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର, ଜୀବନ ଏବଂ ମର୍ଯ୍ୟାଦାର ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଉ କୋର୍ଟଙ୍କର ଏହି ଗୋଟିଏ ଲାଇନ୍ ହିଁ ପୁରା ରାୟର ସାରାଂଶ କହିଦେଉଛି। କ'ଣ କହିଲେ କୋର୍ଟ? ମର୍ଯ୍ୟାଦା କୌଣସି କାଳ୍ପନିକ ବିଷୟ ନୁହେଁ, ଏହା ଦୈନନ୍ଦିନ ପରିସ୍ଥିତିରେ ଦେଖାଯିବା ଦରକାର। ଭାବି ଦେଖନ୍ତୁ ଏହାର ଅର୍ଥ କେତେ ଗଭୀର। ଯେତେବେଳେ ଜଣେ ଛାତ୍ରୀକୁ ଗୋଟେ ଛୋଟ ସୁବିଧା ଅଭାବରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼େ, ସେତେବେଳେ ତାର ମର୍ଯ୍ୟାଦା କ୍ଷୁଣ୍ଣ ହୁଏ। ବାସ୍ ଏହି ଆଘାତକୁ ରୋକିବା ହିଁ ଏହି ରାୟର ମୂଳ ଉଦ୍ଦେଶ୍ୟ। ତେବେ କୋର୍ଟ ଏତେ ବଡ଼ ନିଷ୍ପତ୍ତି ପାଇଁ ଆଇନଗତ ଆଧାର କେଉଁଠୁ ପାଇଲେ? ଏହାର ମୂଳ ରହିଛି ଆମ ସମ୍ବିଧାନର ଅନୁଚ୍ଛେଦ 21ରେ। ଏହି ଅନୁଚ୍ଛେଦ ଜୀବନର ଅଧିକାର ବିଷୟରେ କୁହେ, କିନ୍ତୁ କୋର୍ଟ ଏହାକୁ ବହୁତ ବ୍ୟାପକ ଭାବରେ ଦେଖିଛନ୍ତି। ତାଙ୍କ ମତରେ ଜୀବନର ଅଧିକାର ମାନେ କେବଳ ନିଶ୍ୱାସ ନେବା ନୁହେଁ, ବରଂ ସମ୍ମାନର ସହିତ ମର୍ଯ୍ୟାଦାର ସହିତ ବଞ୍ଚିବା। ଆଉ ଏହା ହିଁ ସବୁକିଛି ବଦଳାଇ ଦେଇଛି। ଆଚ୍ଛା, ଆମେ ତ ଆଇନ ବିଷୟରେ କଥା ହେଲେ, କିନ୍ତୁ ପ୍ରକୃତରେ ପରିସ୍ଥିତି କେତେ ଖରାପ ଥିଲା ଯେ ସୁପ୍ରିମକୋର୍ଟକୁ ନିଜେ ଆଗକୁ ଆସିବାକୁ ପଡ଼ିଲା? ଏହା ପଛରେ ଥିବା ମାନବିକ କଷ୍ଟକୁ ବୁଝିବାଟା ବହୁତ ଜରୁରୀ। ଏହି ସତ୍ୟତାକୁ ଟିକେ ଦେଖନ୍ତୁ। କଳ୍ପନା କରନ୍ତୁ, ସ୍କୁଲରେ ଗୋଟେ ଭଲ ଶୌଚାଳୟ ନାହିଁ କିମ୍ବା ଜରୁରୀ ସମୟରେ ସାନିଟାରୀ ପ୍ୟାଡ୍ଟିଏ ମିଳୁନି। ଫଳ କ'ଣ ହେଉଛି? ଛାତ୍ରୀମାନଙ୍କୁ ଅପମାନିତ ହେବାକୁ ପଡ଼ୁଛି, ଲଜ୍ଜାରେ ଶ୍ରେଣୀଗୃହ ଛାଡ଼ିବାକୁ ପଡ଼ୁଛି, ଆଉ ଶେଷରେ ବହୁ ଝିଅ ବାଧ୍ୟ ହୋଇ ପାଠପଢ଼ା ହିଁ ଛାଡ଼ି ଦେଉଛନ୍ତି। ଏହା କ'ଣ ତାଙ୍କ ଶିକ୍ଷାର ଅଧିକାର ଉପରେ ସିଧାସଳଖ ଆକ୍ରମଣ ନୁହେଁ କି? ତେବେ ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ କ'ଣ ପଦକ୍ଷେପ ନେଲେ? କେଉଁ କେଉଁ ଜିନିଷକୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରାଗଲା? ଚାଲନ୍ତୁ ସେ ବିଷୟରେ ଏବେ ଜାଣିବା। ଆଉ ସବୁଠୁ ବଡ଼ କଥା ହେଉଛି କୋର୍ଟ କେବଳ ଆଦେଶ ଦେଇ ଚୁପ୍ ବସିନାହାନ୍ତି, ଏକଦମ କଡ଼ା ସମୟସୀମା ବି ଧାର୍ଯ୍ୟ କରିଛନ୍ତି। କେତେ ଜାଣନ୍ତି? ମାତ୍ର 3 ମାସ। ହଁ, ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ନିୟମ ଲାଗୁ କରିବାକୁ ପଡ଼ିବ ମାତ୍ର 3 ମାସ ଭିତରେ। ଏଥିରୁ ହିଁ ଜଣାପଡ଼ୁଛି ଯେ ଏହି ପ୍ରସଙ୍ଗଟି କେତେ ଜରୁରୀ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ପ୍ରତ୍ୟେକ ସ୍କୁଲରେ କିଛି ମୌଳିକ ସୁବିଧା ରହିବା ଏକଦମ ବାଧ୍ୟତାମୂଳକ। ସେଗୁଡ଼ିକ ହେଲା ମାଗଣା ସାନିଟାରୀ ପ୍ୟାଡ୍, ଝିଅମାନଙ୍କ ପାଇଁ ଅଲଗା ଆଉ କାର୍ଯ୍ୟକ୍ଷମ ଶୌଚାଳୟ, ସେଠାରେ ପାଣି ଆଉ ସାବୁନର ସଠିକ୍ ବ୍ୟବସ୍ଥା, ବ୍ୟବହୃତ ପ୍ୟାଡ୍କୁ ଫିଙ୍ଗିବା ପାଇଁ ସୁରକ୍ଷିତ ବ୍ୟବସ୍ଥା, ଆଉ ଦିବ୍ୟାଙ୍ଗ ଛାତ୍ରୀମାନଙ୍କ ପାଇଁ ସହଜରେ ବ୍ୟବହାର କରିହେଉଥିବା ସୁବିଧା। ଏସବୁ ସରକାରୀ ହେଉ କି ବେସରକାରୀ, ସବୁ ସ୍କୁଲ ପାଇଁ ଲାଗୁ ହେବ, କୌଣସି ବାହାନା ଚଳିବନି। ଏହା ଛଡ଼ା ଆଉ ଗୋଟେ ବହୁତ ଭଲ ବ୍ୟବହାରିକ ସମାଧାନର କଥା କୁହାଯାଇଛି, ଯାହାକୁ MHM କର୍ଣ୍ଣର କୁହାଯାଉଛି। ଧରନ୍ତୁ କୌଣସି ଛାତ୍ରୀର ସ୍କୁଲରେ ହଠାତ୍ କିଛି ଜରୁରୀ ପରିସ୍ଥିତି ସୃଷ୍ଟି ହେଲା। ସେ ସିଧା ଏହି MHM କର୍ଣ୍ଣରକୁ ଯିବ। ସେଠାରେ ତାକୁ ଅତିରିକ୍ତ ୟୁନିଫର୍ମ, ଅନ୍ତବସ୍ତ୍ର ଆଉ ସାନିଟାରୀ ସାମଗ୍ରୀ ମିଳିଯିବ। ଫଳରେ ସେ ବିନା କୌଣସି ବାଧା ବା ଲଜ୍ଜାରେ ନିଜ ମର୍ଯ୍ୟାଦା ସହ ପୁଣି କ୍ଲାସକୁ ଫେରିପାରିବ। କେତେ ଭଲ କଥା ନ କି? ହେଲେ କୋର୍ଟ କେଉଁ ଆଇନଗତ ଯୁକ୍ତି ଦେଇ ଶିକ୍ଷାର ଅଧିକାରକୁ ଋତୁସ୍ରାବ ସ୍ୱଚ୍ଛତା ସହିତ ଯୋଡ଼ିଲେ? ଏହି ଦୁଇଟା ଭିତରେ ସମ୍ପର୍କ କ'ଣ? ଏହି ଲିଙ୍କଟାକୁ ବୁଝିବା ବହୁତ ମଜେଦାର ଆଉ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଏଠାରେ କୋର୍ଟଙ୍କର ଯୁକ୍ତି ବହୁତ ସରଳ ଆଉ ଶକ୍ତିଶାଳୀ। ଆମର ଶିକ୍ଷା ଅଧିକାର ଆଇନ କ'ଣ କହେ? ଏହା କହେ ଯେ ସବୁ ପିଲାଙ୍କ ପାଇଁ ସ୍କୁଲକୁ ବାଧାମୁକ୍ତ କରାଯିବ। ଏବେ କୋର୍ଟ ଏହାର ବ୍ୟାଖ୍ୟା କରି କହିଲେ, ଝିଅମାନଙ୍କ ପାଇଁ ଶୌଚାଳୟ ଆଉ ସାନିଟାରୀ ପ୍ୟାଡ୍ର ଅଭାବ ହିଁ ତ ସ୍କୁଲ ଯିବା ରାସ୍ତାରେ ସବୁଠୁ ବଡ଼ ବାଧା। ତେଣୁ ଯଦି ଆମେ ଏହି ବାଧାକୁ ନ ହଟେଇବା, ତେବେ ଶିକ୍ଷାର ଅଧିକାର କେବଳ କାଗଜ କଲମରେ ହିଁ ରହିଯିବ, ବାସ୍ତବରେ କିଛି ଲାଭ ହେବନି। କିନ୍ତୁ ଜାଣନ୍ତି, କୋର୍ଟଙ୍କର କାମ କେବଳ ଶୌଚାଳୟ ଆଉ ପ୍ୟାଡ୍ରେ ସରିଯାଇନି। ତାଙ୍କର ଦୂରଦୃଷ୍ଟି ଏହାଠୁ ବହୁତ ଆଗରେ। ଏହି ରାୟ କେବଳ ଭିତ୍ତିଭୂମି ନୁହେଁ, ବରଂ ଆମ ସମାଜରେ ବର୍ଷ ବର୍ଷ ଧରି ଚାଲିଆସିଥିବା ଲଜ୍ଜା, ସଂକୋଚ ଆଉ ଭୁଲ ଧାରଣାଗୁଡ଼ିକୁ ମୂଳପୋଛ କରିବା ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ।
ଆଉ ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଶିକ୍ଷା। ଏବେ ଏନ୍ସିଇଆରଟି ଆଉ ଏସସିଇଆରଟି ଭଳି ସଂସ୍ଥାମାନେ ଲିଙ୍ଗ ସମ୍ବେଦନଶୀଳ ପାଠ୍ୟକ୍ରମ ତିଆରି କରିବେ। ଏଥିରେ ଋତୁସ୍ରାବ, ଯୌବନାରମ୍ଭ ଆଉ ପ୍ରଜନନ ସ୍ୱାସ୍ଥ୍ୟ ଭଳି ବିଷୟ ଉପରେ ଖୋଲାଖୋଲି ଭାବେ ପଢ଼ାଯିବ। ଲକ୍ଷ୍ୟ କ'ଣ? ଲକ୍ଷ୍ୟ ହେଉଛି ଯେଉଁ ବିଷୟରେ ଆମେ ଲୁଚିଛପି କଥା ହେଉଥିଲୁ ତାକୁ ନେଇ ଏକ ସ୍ୱାଭାବିକ ଆଉ ବୈଜ୍ଞାନିକ ଆଲୋଚନାର ପରିବେଶ ତିଆରି କରିବା। ଏହାଦ୍ୱାରା ହିଁ ପ୍ରକୃତ ପରିବର୍ତ୍ତନ ଆସିବ। ଠିକ୍ ଅଛି, ତେବେ ଆସନ୍ତୁ ଏତେ ସବୁ ଆଲୋଚନା ପରେ ମୁଖ୍ୟ କଥାଗୁଡ଼ିକୁ ଶେଷରେ ଥରେ ଦେଖିନେବା। ସବୁଠୁ ବଡ଼ ଖବର, ଋତୁସ୍ରାବ ସ୍ୱାସ୍ଥ୍ୟ ଏବେ ଅନୁଚ୍ଛେଦ 21 ଅନୁସାରେ ଏକ ମୌଳିକ ଅଧିକାର। ମୁଖ୍ୟ ଆଦେଶ, ସବୁ ସ୍କୁଲରେ ମାଗଣା ପ୍ୟାଡ୍ ଆଉ ଅଲଗା ଶୌଚାଳୟ ରହିବ। ସମୟସୀମା ମାତ୍ର 3 ମାସ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଣ୍ଡବିଧାନ। ଯଦି କୌଣସି ବେସରକାରୀ ସ୍କୁଲ ଏହି ନିୟମ ନ ମାନେ ତେବେ ତାର ମାନ୍ୟତା ବି ରଦ୍ଦ ହୋଇପାରେ। ଏହା ଏକ ବହୁତ ବଡ଼ ପଦକ୍ଷେପ। ତେବେ ଆଇନ ତ ଏବେ ଏକଦମ ସ୍ପଷ୍ଟ, ରାସ୍ତା ବି ଦେଖାଯାଉଛି, କିନ୍ତୁ ପ୍ରକୃତ ଆହ୍ୱାନ ତ ଏବେ ଆରମ୍ଭ ହେବ। ଏହି ରାୟକୁ କେବଳ କାଗଜପତ୍ରରେ ସୀମିତ ନ ରଖି ଲକ୍ଷ ଲକ୍ଷ ଛାତ୍ରୀଙ୍କ ପାଇଁ ଏକ ବାସ୍ତବତାରେ ପରିଣତ କରିବା ପାଇଁ ଆମକୁ ଆଉ କ'ଣ କରିବାକୁ ପଡ଼ିବ? ଏହା ଉପରେ ଚିନ୍ତା କରିବାଟା ଆମ ସମସ୍ତଙ୍କର ଦାୟିତ୍ୱ। କାରଣ ଏହି ଐତିହାସିକ ରାୟର ସଫଳତା ହିଁ ଆମ ଭବିଷ୍ୟତକୁ ନିର୍ଦ୍ଧାରଣ କରିବ।